ବାଇବଲ ବିଷୟରେ କିଛି ଜାଣିବା କଥା। ବାଇବଲ ଲେଖିବାକୁ 1600 ବର୍ଷ ଲାଗିଥିଲା ଓ ଏହା 40 ଜଣ ଲେଖକଙ୍କ ଦ୍ୱାରା ଲିଖିତ। ବାଇବଲରେ ସର୍ବମୋଟ 66ଟି ପୁସ୍ତକ ଅଛି। ତନ୍ମଧ୍ୟରୁ 39ଟି ପୁରାତନ ନିୟମରେ ଓ 27ଟି ନୂତନ ନିୟମରେ ଅଛି। ବାଇବଲରେ ସର୍ବମୋଟ 31,175ଟି ପଦ ଓ 1,189ଟି ପର୍ବ ଅଛି। ବାଇବଲରେ ସବୁଠାରୁ ବେଶୀ ପଦ ଥିବା ପର୍ବ ଗୀତ ସଂହିତା 119 ପର୍ବ, ଏଥିରେ 176ଟି ପଦ ଅଛି। ବାଇବଲରେ ସବୁଠାରୁ କମ୍ ପଦ ଥିବା ପର୍ବ ଗୀତ ସଂହିତା 117 ପର୍ବ, ଏଥିରେ 2ଟି ପଦ ଅଛି। ବାଇବଲରେ ସବୁଠାରୁ ବଡ଼ ପଦ ଦାନିଏଲ 5:23 ପଦ ଓ ସବୁଠାରୁ ସାନ ପଦ ଜହନ 11:35। ବାଇବଲରେ ଥିବା ସବୁଠାରୁ ବଡ଼ ନାମ ଜିସାୟା 8:1 ପଦରେ ଅଛି। ମେହେର ସାଲଲ ହାସବସ୍। ବାଇବଲର ମଧ୍ୟବର୍ତ୍ତୀ ପଦ ହେଉଛି ଗୀତ ସଂହିତା 118:8 ପଦ। ବାଇବଲର ଏଷ୍ଟର ପୁସ୍ତକରେ ସଦାପ୍ରଭୁ ଶବ୍ଦ ଥରେ ମଧ୍ୟ ଲିଖିତ ହୋଇନାହିଁ। ବାଇବଲର ପ୍ରଥମ ଭାବବାଣୀ ହେଉଛି ଆଦି ପୁସ୍ତକ 3:15 ଓ ଶେଷ ଭାବବାଣୀ ହେଉଛି ପ୍ରକାଶିତ 22:20। ବାଇବଲରେ ସର୍ବମୋଟ 366 ଥର ଭୟ କର ନାହିଁ ଲେଖା ହୋଇଛି।